तो फ्रिक्वेन्सी कौन आ फ्रिक्वेन्सी डिस्ट्रीब्यूशन कौन माने फ्रिक्वेन्सी हम केमिति डिस्ट्रीब्यूट करबा। फर्स्ट वाला फ्रिक्वेन्सी व्हाट इज फ्रिक्वेन्सी। इट इज द नंबर ऑफ ऑब्जर्वेशन फॉलोइंग इन सम क्लासेस। माने हला फ्रिक्वेन्सी हला बारंबारता जोटा को हम कहूचे ओडिया रे। माने हला मु जति देखिबी अखा गोटे क्लास रे केते पुओ थिले आ केते झियो थिले। पुओ माने जो क्लास रे तांकर संख्या केते झियो मानकर क्लास रे तांकर संख्या केते। ଆଉ ଆମେ ଦେଖିବା କି ପୁଅ ମାନଙ୍କର ମାର୍କ କେତେ ରହୁଛି କୋଉ ଏକ୍ସାମ ରେ କେତେ ରହୁଛି ଆଉ ଝିଅ ମାନଙ୍କର ମାର୍କ କୋଉ ଏକ୍ସାମ ରେ କେତେ ରହୁଛି। ମାନେ ଆମେ ଗୋଟେ କ୍ଲାସିଫିକେସନ କରିବା। ତ ଫର୍ଷ୍ଟ ଆମେ କଣ କରିବା वी हैव टू कलेक्ट द डाटा। ଫର୍ଷ୍ଟ ଆମେ डाटा कलेक्ट କରିବା। डाटा କେମିତି कलेक्ट କରିବା ଫର୍ଷ୍ଟ ଆମେ ଜାଣିବା କି ଗୋଟେ କ୍ଲାସ ରେ କେତେ ଜଣ ହାउ मेनी स्टूडेंट्स आर देयर इन वन क्लास। ओके इन क्लास 7। ओके तो ଫାର୍ଷ୍ଟ ଆମେ କେତେ ପିଲା ଜାଣିଲେ ଧର ମୁଁ କହିଲି କ୍ଲାସରେ 30 ଜଣ ପିଲା ଅଛନ୍ତି। ସେମାନଙ୍କ ଭିତରୁ ହାଉ ମେନି ଷ୍ଟୁଡେଣ୍ଟସ୍ ଆର୍ ଗର୍ଲ ଆଣ୍ଡ ହାଉ ମେନି ଷ୍ଟୁଡେଣ୍ଟସ୍ ଆର୍ ବଏଜ୍ ସେଇଟା ଆମେ ଦେଖିବା। ତ କେତେ ଜଣ ପୁଅ କେତେ ଜଣ ଝିଅ ଦେଖିବା ଫାର୍ଷ୍ଟ ପୁଅ। ତ ଦେଖି ଆମେ ଜାଣିଲେ କି ପୁଅ ହେଲା ସେଠି 20 ଜଣ ଝିଅ ହେଲା 10 ଜଣ ହେଲା। ତ ଆମେ ତା ଭିତରୁ ଜାଣିବା କି 20 ଜଣ ପୁଅ ମାନଙ୍କର ମାର୍କ କେତେ କୋଉ ସବଜେକ୍ଟରେ ରହିଛି ଆଉ କୋଉ 10 ଜଣ ଝିଅଙ୍କ ଭିତରୁ ମାର୍କ କୋଉଥିରେ କାହାର କେତେ ରହିଛି। ତ ଆମେ ସେଠି ଯୋଉ କେତେ 100ରୁ 90 ଭିତରେ କେତେ ଜଣଙ୍କ ମାର୍କ ରହିଛି 90ରୁ 80 ଭିତରେ କେତେ ଜଣଙ୍କ ମାର୍କ ରହିଛି 80ରୁ 70 ଭିତରେ ଏମିତି କରିକି 22% 0 10ରୁ 0 ଯାଏ କେତେ ଜଣଙ୍କର ମାର୍କ ରହିଛି। ସେତେବେଳେ ଆମେ କଣ ଫାଇଣ୍ଡ ଆଉଟ୍ କଲେ ମାନେ 100ରୁ 90 ଭିତରେ କେତେ ଜଣ ଷ୍ଟୁଡେଣ୍ଟଙ୍କର ମାନେ ମାର୍କ ଅଛି ସେମାନଙ୍କ ଭିତରୁ ବଏଜ କେତେ ଗର୍ଲସ କେତେ। ସେ ଯୋଉ ନମ୍ବର ଆମେ ପାଇବା ତାଟା କହିବା ଫ୍ରିକ୍ୱେନ୍ସି ମାନେ କେତେ ଜଣ 100ରୁ 90 ଭିତରେ ମାର୍କ ରଖିଛନ୍ତି 90ରୁ 80 ଭିତରେ ରଖିଛନ୍ତି 80ରୁ 70 ଭିତରେ 70ରୁ 60 ଭିତରେ 60ରୁ 50 50ରୁ 40 40ରୁ 30 30ରୁ 20 20ରୁ 10 10ରୁ 0 ଭିତରେ କେତେ ଜଣ ପିଲା ମାର୍କ ରଖିଛନ୍ତି। ତ ସେଠି ଯୋଉ ଆମେ ପାଇବା କି କେତେ ଜଣ ଷ୍ଟୁଡେଣ୍ଟ ଧର 100ରୁ 90 ରଖିଛନ୍ତି 3 ଜଣ ଷ୍ଟୁଡେଣ୍ଟ ଆଉ 80ରୁ 90 ରଖିଛନ୍ତି 5 ଜଣ ଷ୍ଟୁଡେଣ୍ଟ। ତ ସେଇ ଯୋଉ 3 5 4 ସେ ଯୋଉ ନମ୍ବର ଗୁଡା ପାଇବା ତାକୁ କହିବା ଆମେ ଫ୍ରିକ୍ୱେନ୍ସି ବାରମ୍ବାରତା। Then frequency distribution it is a listing of classes and their frequencies। तो जो आमे जोड़ाको लिस्ट करू जेम कहले डिस्ट्रीब्यूशन माने ମୁଁ ବହୁତ ସାରା ଫ୍ରିକ୍ୱେନ୍ସି ବାରମ୍ବାରତା କୁ ଲେଖିଛି ତାକୁ ଡିଷ୍ଟ୍ରିବ୍ୟୁଟ କରିକି ମୁଁ ପର୍ଟିକୁଲାର ନମ୍ବର କୁ ସେଠି ଆଇଡେଣ୍ଟିଫାଇ କରୁଛି ତାହେଲେ ସେଟାକୁ ଆମେ ଫ୍ରିକ୍ୱେନ୍ସି ଡିଷ୍ଟ୍ରିବ୍ୟୁशन କହିବା। ଦେନ୍ classes there is no thumb rule about the number of classes but roughly it is suggested that the number of classes should be between 8 to 15। inclusive classification it is used for the classes like 55 to 7 57 8 50 to 60 70 जाइए 68 to 70। so both endpoints of the classes are included in the respective classes। exclusive classification it is used for the classes like 10 to 20 20 to 30 30 to 40 40 to 50 50 to 60। the second end is not included in the respective classes। ବୁଝିହେଲା ତ ମାନେ ହେଲା କ୍ଲାसेସ୍ କାହାକୁ କୁହାଯାଏ କ୍ଲାसेସ୍ ବୋଲି ଆମେ କେମିତି ଜାଣିବା। ତ ସେମିତି କିଛି ଥମ୍ବ ରୁଲ ନାହିଁ ଆମର କେତେ ନମ୍ବର ଅଫ କ୍ଲାसेସ୍ ରହିବା କଥା କିନ୍ତୁ ଯଦି 8ରୁ 10 15 ଭିତରେ ରହୁଛି ତାହେଲେ ସେଠି ଇଟ୍ସ ଅ ମ୍ୟାନେଜେବଲ ଥିଙ୍ଗ। ତାଠୁ ଅଧିକ ଯଦି ହେଇଯାଏ ତାହେଲେ ସେଠି କଣ କାଲକୁଲେସନ ଫର୍ମୁଲା ପକେଇବା ପାଇଁ ଟିକେ ଡିଫିକଲ୍ଟି ଆମକୁ ହେଇଯାଇପାରେ। ତ କ୍ଲାସିଫିକେସନ ଯୋଉ କ୍ଲାसेସ୍ ଗୁଡାକ ହେଇଛି ଟୁ ଟାଇପ୍ସ ଗୋଟେ ହେଲା inclusive classification ଗୋଟେ ହେଲା exclusive classification। inclusive classification କଣ ଯୋଉଟା କି it is used for the classes like 55 to 57। ଆଉ ଗୋଟେ କଥା ହେଲା ସମସ୍ତଙ୍କର duration same ଥିବ। ଦେଖ 55 ରୁ 57 ମାନେ 2 duration ଥିବ। ଦେଖ 58 to 60 ମାନେ duration ହେଲା 2। ସେମିତି ଲାଷ୍ଟ 68 to 70 ମାନେ ତାର ବି duration ହେଲା 2। ତ inclusive classification ମାନେ ହେଲା ଯୋଉଠି ଦେଖ 55 ରୁ ଷ୍ଟାର୍ଟ ହେଇଛି 57 ରେ ସରିଛି ସେକେଣ୍ଡ ନମ୍ବରରେ 57 ନାହିଁ ତା ପର ଗୋଟେ ନମ୍ବର ଅଛି that is 58 to 60। ସେମିତି ନେକ୍ସଟ ଟା କଣ ହବ 61 ହବ। ଓକେ 61 to 63 63 ଗଲା ପରେ 64 to 66। ତ ଏଠି ଯୋଉ ଆମେ ସବୁ ନମ୍ବର୍ସ ଗୁଡାକ ଯୋଉ ଏଠି ସବୁ ହଉଛି ତ ସେଠି କଣ ହେଲା ଏଠି ଆମର ସବୁ ସମସ୍ତଙ୍କର ଡିଫରେନ୍ସେସ୍ 2 ରହିଲା ସେମ୍। ଆଉ ଏଠି ଯୋଉର ଫାଷ୍ଟ ଯୋଉ କ୍ଲାସ ଅଛି ସେଇଟା ଯେତେବେଳେ ଏଣ୍ଡ ହବ ତାର ନେକ୍ସଟ ଯୋଉ କ୍ଲାସ ହବ ତାର ନେକ୍ସଟ ନମ୍ବରରେ ଷ୍ଟାର୍ଟ ହବ। ସେଟା ହେଲା ଇନକ୍ଲୁସିଭ କ୍ଲାସିଫିକେସନ। ମାନେ ମୁଁ ଯଦି କହିବି 55ରୁ 57 ତାହେଲେ 55 57 ଭିତରେ ଯେତିକିଟା ନମ୍ବର ଅଛି ସବୁ ସବୁ ସେ ଗୋଟିଏରେ ଆସିବ 55 to 57 ଭିତରେ।
ସେମିତି 57 ସେଠି ସରିଗଲା ପରେ ତାପରେ ଯୋଉ ନମ୍ବର ଷ୍ଟାର୍ଟ ହେଲା 58, ଏଇଟାକୁ କଣ କରିବା, ଇନକ୍ଲୁସିଭ କ୍ଲାସିଫିକେସନ କହିପାରିବା। ଏକ୍ସକ୍ଲୁସିଭ କ୍ଲାସିଫିକେସନ ମାନେ କଣ? ଇଟ୍ ଇଜ ୟୁଜ୍ଡ ଫର ଦ କ୍ଲାसेस ଲାଇକ 10 to 20, 20 to 30, 30 to 40, 40 to 50, 50 to 60, 60 to 70। ମାନେ କଣ ହେଲା, ଏଠି 10 to 20 ମାନେ 20, 10 ରୁ 20 ଭିତରେ ଯେତିକି କ୍ଲାसेସ୍ ରହିଲେ ସେଟା ଗୋଟେରେ ଆସୁଛି, ଗୋଟେ କ୍ଲାसेସ୍ ରେ ଆସୁଛି। କିନ୍ତୁ ଏଠି କଣ ହେଲା, ସେକେଣ୍ଡ କ୍ଲାसेସ୍ ରେ କୋଉଟା ଷ୍ଟାର୍ଟ ହେଲା, ଷ୍ଟାର୍ଟ ହବା କଥା 21 ଠୁ ଷ୍ଟାର୍ଟ ହବା କଥା, କିନ୍ତୁ ଏଠି ଷ୍ଟାର୍ଟ କେତେ ହେଇଛି, 20 to 30। ମାନେ ଯୋଉଠି ଏଣ୍ଡ ହେଇଛି ସେଇଠି ସେଇ ପଏଣ୍ଟରୁ ପୁଣି ଆଉଥରେ ଷ୍ଟାର୍ଟ ହେଇଛି, ମାନେ 10 ରୁ 20 ହେଲା। ଏଇଟା ଗୋଟେ ରହିଲା 10 ରୁ 20, ଯୋଉଠି 10 ରୁ 20 ଯୋଉଠି ଏଣ୍ଡ ହେଲା ତାପରେ ପୁଣି 20 ରୁ 30 ପୁଣି ଷ୍ଟାର୍ଟ ହେଲା, ମାନେ ଯୋଉ ପଏଣ୍ଟରେ ଏଣ୍ଡ ସେଇ ପଏଣ୍ଟରେ ଷ୍ଟାର୍ଟ। କିନ୍ତୁ ଇନକ୍ଲୁସିଭ ରେ ଯୋଉ ପଏଣ୍ଟରେ ଏଣ୍ଡ ତା ପର ପଏଣ୍ଟରୁ ଷ୍ଟାର୍ଟ। ଦିଟା ଡିଫରେନ୍ସ ଜିନିଷ ବୁଝିହେଲା। ଦେନ୍ ଫ୍ରିକ୍ୱେନ୍ସି ଡିଷ୍ଟ୍ରିବ୍ୟୁସନ ମେଥଡ ହେଲା ଦିଟା ଟେବୁଲ, ଗୋଟେ ହେଲା ଏଣ୍ଟ୍ରି ଟେବୁଲ ଆଉ ଗୋଟେ ହେଲା ଟାଲି ସିଟ୍। ଏଣ୍ଟ୍ରି ଟେବୁଲ ମାନେ ହେଲା ବାଇ ଲିଷ୍ଟିଂ ଦ ଆକ୍ଚୁଆଲ ଅବଜରଭେସନ, ଟାଲି ସିଟ୍ ବାଇ ୟୁଜିଂ ଅ ଟାଲି କଲମ। ଟାଲି ସିଟ୍ ଯୋଉଟା ସେଟା ଯେତେବେଳେ ଆମର କମ୍ପ୍ୟୁଟର, ତମାନେ ଯେତେବେଳେ ଶିଖିବ କମ୍ପ୍ୟୁଟରରେ ଟାଲି ଅଛି, ଯେତେବେଳେ କୋର୍ସ ଅଛି ଗୋଟେ ଟାଲି, ପିଜିଡିସିଏ, ତ ଏଇ ସବୁ ସି ପ୍ଲସ୍ ପ୍ଲସ୍, ଜାଭା, ଏଗୁଡା ଯେତେବେଳେ ତମେ କରିବ ନେକ୍ସଟ ଆଗକୁ, ତମେ ଜାଣିପାରିବ କି ଟାଲି ସିଟ୍ ରେ ବି ଆମେ କେମିତି ଫ୍ରିକ୍ୱେନ୍ସିକୁ ଡିଷ୍ଟ୍ରିବ୍ୟୁଟ କରିପାରିବା, ଯେତେବେଳେ ଟାଲି କଲମ ୟୁଜ କରିବା। କିନ୍ତୁ ଏବେ ଯୋଉ ଆମେ ଏବେ ଯୋଉଟା ପଢୁଛେ ଷ୍ଟାଟିଷ୍ଟିକ୍ସ ରେ, ଆମେ ୟୁଜ କରିବା ଏଣ୍ଟ୍ରି ଟେବୁଲ ମେଥଡରେ କେବଳ ଆମେ ପଢିବା। ଟାଲି କଲମରେ ସେଟା ତା ପାଇଁ ଅଲଗା ଜିନିଷ ଦରକାର, ଆମର କେବଳ ଆମର ସିଲାବସ ରେ ଏଣ୍ଟ୍ରି ଟେବୁଲ ଟା ଅଛି, ତ ଆମେ ଏଇଟା ହିଁ ପଢିବା ବାଇ ଲିଷ୍ଟିଂ ଦ ଆକ୍ଚୁଆଲ ଅବଜରଭେସନ। ଦେନ୍ ଫର୍ମିଂ ଦ ଫ୍ରିକ୍ୱେନ୍ସି ଅର ଏଣ୍ଟ୍ରି ଟେବୁଲ। ଏଣ୍ଟ୍ରି ଟେବୁଲ ଟା ଦେଖ କେମିତି ଦେଖାଯାଏ, ମୁଁ ଯେମିତି କହିଲି କ୍ଲାसेସ୍ ସେଠି ଯୋଉ ଡେସ୍କ୍ରାଇବ କରିଥିଲି, ଦେଖ 55 to 57 ହେଲା, ତ 57 ଆଉ 55 ଭିତରେ ଯୋଉ ଗ୍ୟାପ ରହିଲା କେତେ, 2। 57 ମାଇନସ୍ 55 2। ତାପରେ ସେଇଠୁ ଏଣ୍ଡ ହେଲା, ଏଇଟା ମୁଁ ଇନକ୍ଲୁସିଭ ରେ କହୁଛି, ତାକୁ ମୁଁ ଏଠି ପଢିନଥିଲି, ଗଲା ଇନକ୍ଲୁସିଭ ଥିଲା, ଏଇଟା ଆମେ ଇନକ୍ଲୁସିଭ ରେ ହିଁ ମୁଁ ତମକୁ ଏଠି ଦେଇଛି, ବୁଝେଇଛି। ଦେଖ ଫାର୍ଷ୍ଟ 55 ରୁ 57 ମାନେ ତାର ଗ୍ୟାପ ହେଲା 2। ସେମିତି 57 ରୁ ସରିଲା ପରେ 50 ଟୁ 60, 61 ଟୁ 63, 64 ଟୁ 66, ଦେନ୍ 67 ଟୁ 69, ସବୁର ଡିଫରେନ୍ସ ହେଲା 2। ତ ମୁଁ ଏଠି ଅବଜରଭେସନ କଣ ହେଲା, ମୁଁ ଦେଖିଲି କି ଗୋଟେ କ୍ଲାସ ରେ 55 ରୁ 57 ଭିତରେ କେତେ ଜଣ ପିଲା ମାର୍କ ରଖିଛନ୍ତି ଆଉ କଣ କଣ ମାର୍କ ରଖିଛନ୍ତି। 56 ଜଣ ରଖିଛି, 55 ଜଣ ରଖିଛି, ଆଉ ଜଣେ 55 ରଖିଛି, 56 ଜଣ ରଖିଛି। ସେମିତି ତଳେ ବି ରେସ୍ପେକ୍ଟିଭଲି ଯୋଉ କ୍ଲାसेସ୍ ଗୁଡାକ ଅଛି, କିଏ କେତେ ମାର୍କ ରଖିଛି ମୁଁ ସେଟା ମେନସନ ଖାଲି କରିଦେଇଛି। ଏଟା ହେଲା ଗୋଟେ ବୁଝିବା ପାଇଁ ଗୋଟେ ଏକ୍ସାମ୍ପଲ ଓନ୍ଲି। ତ ଏଠି ମୁଁ ଫ୍ରିକ୍ୱେନ୍ସି, ମାନେ ଫ୍ରିକ୍ୱେନ୍ସି କେମିତି ଡିଷ୍ଟ୍ରିବ୍ୟୁଟ ହେଲା, ଟେବୁଲରେ କେମିତି ମୁଁ ଫ୍ରିକ୍ୱେନ୍ସି ପକେଇବି, ବାସ୍ ଏଇଠି ମୁଁ ଦେଖିଲି କି ଅବଜରଭେସନ ରେ ବାରମ୍ବାରତା କେତେ ଆସୁଛି, ମାନେ କେତେ କ୍ଲାसेସ୍ 55 ରୁ 57 ଚାରିଟା ନମ୍ବର ଅଛି। ତାମାନେ ଏଇ ଚାରିଟା ନମ୍ବର ହେଲା ମୋର ଅବଜରଭେସନ, ମାନେ ସେଇଟା ହେଲା ମୋର ଫ୍ରିକ୍ୱେନ୍ସି। ଯଦି ମୁଁ ତାକୁ ଅବଜରଭେସନ କଣ ବହୁତ ସାରା ନମ୍ବର ଥାଏ, ଯଦି ମୁଁ ତାକୁ କାଉଣ୍ଟ କରିକି କନସୋଲିଡେଟ ରେ ଗୋଟେ ନମ୍ବର ରଖିବି, ତାହେଲେ ମୁଁ ତାକୁ ଫ୍ରିକ୍ୱେନ୍ସି କହିବି। ଏଠି ଯେମିତି ଅବଜରଭେସନରେ ମତେ ଚାରିଟା ମିଳିଥିଲା, 56, 55, 55, 56, ମୁଁ ତାକୁ ଅବଜର୍ଭ କଲି ଚାରିଟା, ମାନେ 55 ରୁ 57 ଭିତରେ 4 ଜଣ ରଖିଛନ୍ତି, ତ ସେଇ 4 ଜଣ ଯୋଉ ନମ୍ବରଟା ମୁଁ ପୁଟ୍ କଲି ସେଟାକୁ ମୁଁ ଫ୍ରିକ୍ୱେନ୍ସି କହିଲି। ସେମିତି 58 ରୁ 60 ଭିତରେ 6 ଜଣଙ୍କର ନମ୍ବର ଥିଲା, 61 ରୁ 63 ଭିତରେ 14 ଜଣ, 64 ରୁ 66 12, 67 ରୁ 69 ହେଲା 4। ତ ମୁଁ ଏଠି ଗୋଟେ ଟେବୁଲରେ ମୁଁ ଫ୍ରିକ୍ୱେନ୍ସି ଡିଷ୍ଟ୍ରିବ୍ୟୁଟ କରିଦେଲି ଗୋଟେ ଏଣ୍ଟ୍ରି ଟେବୁଲରେ, କି କ୍ଲାसेସ୍ କଣ କଣ ରହୁଛି ଆଉ ତାର ଫ୍ରିକ୍ୱେନ୍ସି କେତେ କେତେ ଜଣ ସେତିକି ଜଣ ମାର୍କ ରଖିଛନ୍ତି। ଦେନ୍ ଫ୍ରିକ୍ୱେନ୍ସି ଫର୍ମିଂ ଫ୍ରିକ୍ୱେନ୍ସି ଟାଲି ସିଟ୍ ରେ ସେଟା କେମିତି ହବ ଦେଖ। ଟାଲି ସିଟ୍ ରେ ମାନେ ଟାଲି ସିଟ୍ ମାନେ ଯୋଉଟା କି ମୁଁ କହିଲି ଯେମିତି ଟାଲିରେ ପଢିବା, ଯଦି ଆମେ ମାନେ ତାକୁ ମାନେ କଣ ତ କହନ୍ତି ଅଥେଣ୍ଟିକ ଜିନିଷ ବୁଝିବାକୁ ଚାହିଁବା ଟାଲି ସିଟ୍ ର, ତା ମାନେ ହେଲା କି ଯୋଉ ମୁଁ ତାକୁ କଣ କରିବି, ଯେମିତି ଆମେ ଛୋଟବେଳେ ଯେତେବେଳେ କଣ ପ୍ଲସ ମାଇନସ ନୂଆ ନୂଆ ଶିଖୁଥିଲି, ଯେତେବେଳେ ବହୁତ ଛୋଟ ହେଇଥିଲି ସେତେବେଳେ ଆମକୁ କେମିତି ଶିଖା ହଉଥିଲା, ଗାର ଟାଣିକି ଶିଖା ହଉଥିଲା। 2 + 3 କେତେ, ଦିଟା ଗାର ଟାଣିଲେ ତଳେ ତିନିଟା ଗାର ଟାଣିଲେ ମିଶେଇଲେ 1 2 3 4 5। ତ ସେଠି କଣ ହେଲା, ମୁଁ ସେଠି ସେ ଯୋଉ ଗାର ଟଣା ହେଇଥିଲା, ଲାଇନ ଟଣା ହେଇଥିଲା, ସେ ଲାଇନ ଡ୍ର ଯୋଉ ହେଇଥିଲା, ମୁଁ ସେ ଲାଇନ କୁ ଗଣିକି ମୁଁ ସେଠି ଜାଣିଲି କି କେତେଟା ନମ୍ବର ରହୁଛି ବୋଲି। କିନ୍ତୁ ଛୋଟ ଛୋଟ ପିଲାମାନେ ଯେତେବେଳେ ହିସାବ କରିବା ଶିଖନ୍ତି, ପ୍ଲସ ମାଇନସ ଶିଖନ୍ତି, ସେମାନେ ଏମିତି ଶିଖନ୍ତି। ମାଇନସ କେମିତି କରିବେ, ଧର 3 - 2 ମାନେ ତିନିଟା ଗାର ଟାଣିବି,
ଆଉ ଯୋଉ ଦିଟା ଗାର ସେ 3 ଉପରେ ଏମିତି କାଟିବି, ତାହେଲେ ଆଉ ଯୋଉ ଗୋଟେ ବଞ୍ଚିଲା, ଗୋଟେ ଲାଇନ ବଞ୍ଚିଲା, ସେଇଟା ହେଲା ମୋର ଆନ୍ସର, ସେଇଟା ହେଲା 1। ସେମିତି ଏଠି ସେମିତି ଯେତେବେଳେ ଟାଲି ଆମେ ଟାଲି ସିଟ୍ ରେ ଡିଷ୍ଟ୍ରିବ୍ୟୁଟ କରିବା, ତା ମାନେ ହେଲା ମୁଁ ପଛରେ ପଛରେ ତମକୁ ଦେଖେଇଥିଲି କଣ ହେଇଥିଲା। ତ ଏଠି ଅବଜରଭେସନ ରେ ମୁଁ କଣ ଦେଖିଲି, 55, 56, 55, 55, 56। ସେଠି ମତେ ନମ୍ବର ଦରକାର ନାହିଁ, ମତେ କେବଳ ମୁଁ ଲାଇନ ଡ୍ର କଲି ହେଲା। ଆଉ ଏଠି କଣ, ଚାରିଟା ପରେ ଯୋଉ 5 ନମ୍ବର ଲାଇନ ଟା ଆସିବ ତା ଉପରେ ଗୋଟେ ଗାର ପଡିବ, ସେ ଗାର ମାନେ ସେଟା ହେଲା 5, 5ଟା ହେଲା। ତ ଏମିତି ଯେତେବେଳେ 5 5 5 ନମ୍ବର ଆସିବ, ସେମିତି 4 ଲାଇନ କଟା ହବ, ହରାଇଜଣ୍ଟାଲି ଗୋଟେ ଭର୍ଟିକାଲି କଟା ହବ। ଏମିତି ସବୁ ଆମେ ପ୍ରେଜେଣ୍ଟ କରିବା, ଯୋଉଟାକୁ ଆମେ ଟାଲି ସିଟ୍ ରେ କହିବା। ସେମିତି ଆମେ ଫ୍ରିକ୍ୱେନ୍ସି ବି ପାଇଗଲେ। ନେକ୍ସଟ, କ୍ଲାସ ବାଉଣ୍ଡରିଜ ଆଣ୍ଡ ମିଡ ପଏଣ୍ଟସ୍। କ୍ଲାसेସ୍ କଣ ପାଇଲେ, କ୍ଲାसेସ୍ ର ବାଉଣ୍ଡରୀ। ଯେମିତି ମୁଁ କହିଲି, ଆମେ ଇନକ୍ଲୁସିଭ ମେଥଡ ଯଦି କରିବା, ଧର ଗୋଟେ ପିଲାର ନମ୍ବର ଆସିଛି 57.5, ମାନେ 57 ଅଧା, ତାହେଲେ ଆମେ ତାକୁ କୋଉଥିରେ ନବା, 55 ରୁ 57 ଭିତରେ ନବା, ନା 58 ରୁ 60 ଭିତରେ ନବା? କାହିଁକି ନା 57.5 ଯୋଉ ନମ୍ବରଟା ଆସିଛି, ସେଇଟା ତ 57 ରୁ 60 ଭିତରେ ରହୁଛି, 57 ରୁ 58 ଭିତରେ ରହୁଛି। ତ 57 ରୁ 58 ଭିତରେ ଯେତେବେଳେ ଯୋଉ ଗ୍ୟାପ୍ ଟା ରହୁଛି ଗୋଟେ ଗୋଟେ ନମ୍ବରର, ଯଦି ପଏଣ୍ଟରେ ଗୋଟେ ପିଲା ହାଫ୍ ମାର୍କ ପାଇଛି, ତାହେଲେ ମୁଁ ତାକୁ କୋଉଠି ପୁଟ୍ କରିବି? 57 ଭିତରେ ତ ଯାଉନି, ମୁଁ ତ ପୁଟ୍ କରିପାରିବିନି। 58 ଭିତରେ ବି ତ ଯାଉନି, ମୁଁ ତ ପୁଟ୍ କରିପାରିବିନି। ତ ମତେ ସେଠି କଣ କରିବାକୁ ପଡିବ, ତାଙ୍କ ଭିତରେ ଯୋଉ ଲାଇନ ଗ୍ୟାପ୍ ଟା ଅଛି, ମତେ ତାକୁ କମ କରିବାକୁ ପଡିବ। କେମିତି କରିବି? ଯଦି ମୁଁ ଯୋଉ ଗୋଟେ ଶୁଣ, ଏଇ ଯୋଉ କ୍ଲାସ ରହିଲା, ତାର ଫର୍ଷ୍ଟ ପଏଣ୍ଟ ହେଲା, ଫର୍ଷ୍ଟ ରହିଲା ସେଟା ହେଲା 55, ମୁଁ ତାକୁ କଣ କଲି, ସେଥିରୁ 0.5 ମାଇନସ କରିଦେଲି, ଏଥିରେ 57 ରେ 0.5 ପ୍ଲସ କରିଦେଲି। ତ ମୋର ସେ ଯୋଉ ପଏଣ୍ଟ ର ପ୍ରୋବ୍ଲେମ ଟା ଥିଲା, ଏଇଠି ସଲ୍ଭ ହେଇଗଲା। ଗୋଟେ ଜାଗାରେ ମୁଁ କାହିଁକି ନା ଦେଖ, ଏଠି ବି ମାଇନସ ତମେ କରିବ, ସେମ ହିଁ ଆନ୍ସର ପାଇବ, କିଛି ଅଧିକ ପାଇବନି ହେଲା। 55, 56, 57 ତିନିଟା ନମ୍ବର ଥିଲା, ତିନିଟା ନମ୍ବର ହଉଥିଲା। ଏଠି ବି ଯଦି ମୁଁ 54.5 ମାଇନସ 57.5 କରିବି, ମତେ ତାର ଡିଫରେନ୍ସ ବି ସେ 3 ହିଁ ମିଳିବ ହେଲା। ତ ଏଠି କଣ ହେଲା, ମୁଁ ସେ ଯୋଉ ଗ୍ୟାପ୍ ଟା ଥିଲା 57 ଆଉ 58 ଭିତରେ, ମୁଁ ସେଟାକୁ ଫୁଲଫିଲ କରିଦେଲି ହେଲା। ତ ଗୋଟେ ଜାଗାରେ ମୁଁ 0.5 ମାଇନସ କଲି, ଆଉ ଗୋଟେ ଜାଗାରେ ମୁଁ 0.5 ପ୍ଲସ କଲି। ସେମ୍ ଆମେ ସବୁ କ୍ଲାसेସ୍ ସହିତ କରିବା। 58 ରେ ମୁଁ 0.5 ମାଇନସ କରିବି, ତ ସିଏ ହେଇଗଲା 57.5। 60 ରେ 0.5 ମୁଁ ଆଡ୍ କରିବି, 60.5। ତ ଏମିତି କଲା ବେଳକୁ ଯୋଉ ଡିଫରେନ୍ସ, ଯୋଉ ଗ୍ୟାପ୍ ଟା ଥିଲା, ସେଟା ଆଉ ରହିଲାନି। କାହିଁକି ନା ଏଠି କଣ ହେଇଗଲା, 54.5 ରୁ 57.5, 57.5 ରୁ 60.5। ତ ସେ ଯୋଉ ଗ୍ୟାପ୍ ଟା ଥିଲା ଆଉ ରହିଲାନି। ଯଦି ଗୋଟେ ପିଲା 57.5 ରଖିଛି, ତାହେଲେ ବି ମୋର କିଛି ପ୍ରୋବ୍ଲେମ ନାହିଁ, ତାହେଲେ ବି ମୁଁ ତାର ମାର୍କକୁ କୋଉଥିରେ, ଫର୍ଷ୍ଟ କ୍ଲାସରେ କାଲକୁଲେଟ କରିପାରିବି। ସରିଲା। ମିଡ୍ ପଏଣ୍ଟ କେମିତି କାଢିବା, 54.5 ପ୍ଲସ୍ 57.5, ଦିଟାକୁ ପ୍ଲସ୍ କଲା ପରେ କ୍ଲାସେସ୍ ଡିଭାଇଡେଡ୍ ବାଇ 2, ଯେମିତି ଆମେ ଅଧା ବାହାର କରି, ଯଦି ମତେ କୁହାହବ 10 ର ହାଫ୍ କେତେ, 10 ର ମିଡ୍ ପଏଣ୍ଟ କେତେ, ତ ମୁଁ କଣ କରିବି, 10 ଡିଭାଇଡେଡ୍ ବାଇ 2 ହେଲା 5 ହେଲା ତାର ମିଡ୍। ସେମିତି ଏଠି ସେତେବେଳେ ମୁଁ ମିଡ୍ ପଏଣ୍ଟ କାଲକୁଲେଟ କେମିତି କরি, 54.5 ମାଇନସ୍ 57.5, ଯେତିକି ତାର ପ୍ଲସ୍ କଲି, ଯେତିକି ରହିଲା ତାକୁ ଡିଭାଇଡେଡ୍ ବାଇ 2 କରିଦବା, ଯୋଉଟା ଆନ୍ସର ଆସିବ ସେଟା ହେଲା ତାର ମିଡ୍ ପଏଣ୍ଟ। ମାନେ 54.5 ଟୁ 57.5 ର ମିଡ୍ ପଏଣ୍ଟ ହେଲା 56। ସେମିତି ବାକି ସବୁର କାଲକୁଲେସନ ହବ। ଫ୍ରିକ୍ୱେନ୍ସି ତ ଆମେ ପାଇଥିଲେ, ଦେଖେଇଥିଲି। ସେମିତି ଗ୍ରାଫିକାଲ ପ୍ରେଜେଣ୍ଟେସନ କେମିତି କରିବା, ଗ୍ରାଫରେ କେମିତି ପ୍ରେଜେଣ୍ଟ କରିବା। Graphical presentation is a way of analyzing numerical data, and it exhibits the relation between the data, ideas, information, and concept in a diagram. It is easy to understand, and it is one of the most important learning strategies. It always depends on the type of information in a particular domain, and there are different type of graphical representation. Some of them are as follows, like line graph, bar graph, histogram, line plot, frequency table, circle graph, stream and leaf plot, box and whisker plot, etc. ହେଲା। ତ ଗ୍ରାଫିକାଲ ପ୍ରେଜେଣ୍ଟେସନ ମାନେ ମୁଁ ତମକୁ ଏବେ ଦେଖେଇଲି, ଏଇ ଯୋଉ ଡାଟାଟା ଦେଖେଇଲି, ଆକୁ ଆମେ ଗ୍ରାଫରେ କେମିତି ପ୍ରେଜେଣ୍ଟ କରିବା, ସେଇଟାକୁ ଆମେ ଏବେ ପଢିବା। ଯୋଉଟା କି ଆମେ ଦେଖୁ ଦେଖୁ ବୁଝିଯିବା କି ଆମକୁ କ୍ୱେଶ୍ଚିନ୍ କଣ ପଚାରିଛି, କଣ ବୁଝିବାକୁ ଚାହୁଁଛି। ଓକେ। ତ ସେଇଟା ହେଲା ବହୁତ ଏମିତି ଉପର ଲାଇନଟା ଛାଡିଦେଲେ, ଏତେ କିଛି ଇମ୍ପୋର୍ଟାଣ୍ଟ ନାହିଁ। ଲାଇନ୍ ଗ୍ରାଫ ମାନେ ହେଲା, ଲାଇନ୍ ଗ୍ରାଫ or linear graph is used to display the continuous data, and it is useful for predicting future events over time। ମାନେ ମୁଁ ଗୋଟେ ଲାଇନ ଶୋ କରିଦେଲି, କି ଯେମିତି କି ଆମେ ଦେଖେ କଣ
ଯୋଉ କମ୍ପାନୀ ତାଙ୍କର ଇନକମ୍ ଷ୍ଟେଟମେଣ୍ଟ ବନାନ୍ତି ସେମାନେ କେମିତି ଦେଖାନ୍ତି, ଏମିତି 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 ହେଇକି ବନେଇଥିବେ, ମାନେ କେମିତି କୋଉ ବର୍ଷ ଇନକମ୍ ଅଧିକ ଥିଲା ତା ପର ବର୍ଷ କମିଥିବ, ତାପରେ କୋଉ ବର୍ଷ ଉପରେ ଥିବ, ତା ଉପରେ ଥିବ ତା ପର ବର୍ଷ। ତ ଏଠି କଣ ହେଲା, ସେ ଯୋଉ ଲାଇନ ଶୋ କଲା କି ଗୋଟେ କମ୍ପାନୀ କେତେ 10 ବର୍ଷ ଭିତରେ ତାର ଇନକମ୍ କେତେ ଥିଲା, ପ୍ରଫିଟ କେତେ ଥିଲା, ସେଟାର ଗୋଟେ ଗ୍ରାଫ ଶୋ କରିଦେଲା। ତ ଯଦି ମୁଁ ଫ୍ୟୁଚରରେ ଗୋଟେ କମ୍ପାନୀକୁ କିଣିବାକୁ ଚାହୁଁଛି, ତାହେଲେ ମୁଁ କେମିତି ଜାଣିବି କି ସେ କମ୍ପାନୀଟା ପ୍ରଫିଟେବଲ କି ନାହିଁ? ମୁଁ ତାର ଲାଇନ ଗ୍ରାଫ ଗୋଟେ ଦେଖିବି, ତାର ପ୍ରଫିଟ ଗ୍ରାଫ ଗୋଟେ ଦେଖିବି। ମୁଁ ପ୍ରଫିଟ ଦେଖିଲି ତାର, ତା 10 ବର୍ଷ ଭିତରେ ତାର ଗ୍ରାଫ କଣ ମତେ ଶୋ କରୁଛି। ଇନକ୍ରିଜ ହେଇ 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 ଯଦି ଯାଇଛି, ତାହେଲେ କଣ ହେଲା, କମ୍ପାନୀ ବହୁତ ଭଲ ପ୍ରଫିଟେବଲ ପୋଜିସନରେ ଅଛି, ତାହେଲେ ମୁଁ ତାକୁ କିଣିପାରିବି। ବେଳେ ବେଳେ କଣ ହେଇଥିବ ନା, ଲସ୍ ରେ କମ୍ପାନୀ ଚାଲିଥିବ। କେମିତି, ଯଦି ପ୍ରଫିଟ ଫାଷ୍ଟ 2-3 ବର୍ଷ ଉପରକୁ ଉପର ଯାଇଥିବ, ତାପରେ ଧୀରେ 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 ତଳକୁ କମିକି ଯାଇଥିବ। ସେ ଲାଇନ ଶୋ କଣ କଲା, ଫାଷ୍ଟ 3 ବର୍ଷ ପ୍ରଫିଟ ଇନକ୍ରିଜ କରୁଥିଲା, ତାପର 7 ବର୍ଷ କମ୍ପାନୀ ପ୍ରଫିଟ ହିଁ କରିନି, ଲସ୍ ରେ ଚାଲିଛି। Then the bar graph is used to display the category of data, and it compare the data using solid bars to represent the quantities. ତ ଏଠି କଣ ବାର ଶୋ କଲା, ଯେମିତି କି ସେଇ ସେମ୍ ଏକ୍ସାମ୍ପଲ ଦଉଛି, ସେଠି ଶୋ କରିବ କି ଏଇଟା 23ରେ ଏତିକି ଥିଲା, 24ରେ ଏତିକି, 25ରେ ଏତିକି, 26ରେ ସେତିକି, କେତେ କେତେ ଇନକମ୍ ରହିଛି, ସେଟା କଣ ବାରରେ ଶୋ କରିବ, ହିଷ୍ଟୋଗ୍ରାମ। The graph that uses bars to represents the frequency of the numerical data that are organized into intervals. Since all the intervals are equal and continuous, all the bars have the same width. ତ ଏଠି କଣ ହେଲା, ହିଷ୍ଟୋଗ୍ରାମ ମାନେ ଯାହାର ଲେନ୍ଥ ୱିଡ୍ଥ ସବୁ କଣ ଥିବ, ଇକ୍ୱାଲ ଥିବ, ତାର ଇଣ୍ଟରଭାଲ ସବୁର ଇକ୍ୱାଲ ଥିବ। ଇଣ୍ଟରଭାଲ ମାନେ ତାଙ୍କର ଯୋଉ ମଝି ମିଡ୍ ପଏଣ୍ଟ ସବୁ ଇକ୍ୱାଲ ଥିବ। Then line plot, it shows the frequency of data on a given number line x is placed above a number line each time when that data occurs again. ମାନେ ହେଲା, ଗୋଟେ ଫ୍ରିକ୍ୱେନ୍ସି ନମ୍ବର ଶୋ କରିବ, ଗୋଟେ ତ ଆମର ଯେମିତି ଥାଏ ଏକ୍ସ ଆକ୍ସିସ୍, ୱାଇ ଆକ୍ସିସ୍, ଆଉ ଏଠି ଗୋଟେ ଥାଏ 0। ତ ସେଇ ଯୋଉ ଲାଇନ ଭିତରେ ଇଚ୍ ଟାଇମ ରେ ଆମେ କେତେ ଥର ଲାଇନ ଗୋଟେ ପ୍ଲଟ ହେଇପାରୁଛି, ସେଇଟାକୁ ଆମେ କଣ କହିବା, ଲାଇନ ପ୍ଲଟ। Then frequency table. The table shows the number of pieces of data that fall within the given interval. जोटा frequency table ମାନେ ହେଲା, ଏଇ ଯୋଉ table ଟା ମୁଁ ଦେଖୁଥିଲି ତୁମକୁ ଆଗରେ, ଏଇଟା ହେଲା frequency table. Then circle graph, also known as the pie chart, that shows the relationship of the part of the whole, and the circle is considered with 100%, and the categories occupied is represented with the specified percentage like 56%, 15%, etc. ଯେମିତି ମୁଁ କହିଲି କି ଗୋଟେ କ୍ଲାସରେ କେତେ, ମୁଁ କହିବି ଗୋଟେ ସ୍କୁଲରେ କେତେ ପିଲା ଅଛନ୍ତି, ଧର ମୁଁ ଜାଣିଲି କି ଗୋଟେ ସ୍କୁଲରେ 1000 ଜଣ ପିଲା ଅଛନ୍ତି, ତ ତାକୁ ମୁଁ ଗ୍ରାଫରେ କେମିତି ପ୍ରେଜେଣ୍ଟ କରିବି କି ସେଇ କେତେ ଜଣ ମେଲ୍ କେତେ ଜଣ ଫିମେଲ ଅଛନ୍ତି ସେ କ୍ଲାସରେ, କେମିତି କରିବି? ଫାର୍ଷ୍ଟ ମୁଁ ସେ ଯୋଉ 1000 ଜଣ ପିଲା, ମାନେ ଗୋଟେ ପାଇଚାର୍ଟ ମାନେ 100%, ତ ମୁଁ ତାକୁ ଫାଷ୍ଟ ପାଇଚାର୍ଟରେ ପୁଟ୍ କରିବି, ମୁଁ ଦେଖେଇବି କି ଫାଷ୍ଟ ଲେଖିବି ବଏଜ, ତାପରେ ଲେଖିବି ଗର୍ଲସ। ବଏଜ ସାଇଡରେ ଲେଖିବି କେତେ ତାର ମାନେ ଧର 1000 ଭିତରେ ମୁଁ ଲେଖିଲି ବଏଜ ହେଲା 600 ଆଉ ଗର୍ଲସ ହେଲା 400, ତ ସାଇଡରେ ମୁଁ କାଲକୁଲେଟ କରିବି ପରସେଣ୍ଟରେ। ତ ମୁଁ ଯେତେବେଳେ ସେଇଟାକୁ ସିଲେକ୍ଟ କରିକି ଗୋଟେ ଚାର୍ଟରେ ପୁଟ୍ କରିବି, ସେଠି ମତେ କଣ ପରସେଣ୍ଟେଜରେ ଦେଖେଇଦବ କି 60% ପିଲା ବଏଜ ଅଛନ୍ତି ଆଉ 40% ପିଲା ଫିମେଲ ଅଛନ୍ତି। ତ ମତେ ଆଉ ସେଠି ନମ୍ବର ସହିତ କିଛି ଖେଳାଖେଳି କରିବାକୁ ପଡିବନି, ମୁଁ ଡାଇରେକ୍ଟ ସେ ପାଇ ଚାର୍ଟକୁ ଦେଖିକି ଜାଣିପାରିବି କି ଗୋଟେ କ୍ଲାସରେ କେତେ ମେଲ ଅଛନ୍ତି କେତେ ଫିମେଲ ଅଛନ୍ତି। Stream and leaf plot, ମାନେ the stream and leaf plot, the data are organized with the least value of the greatest value to the greatest value, and the digit of the least value from the leaves, and the next place value digit from the stems. ତ ମାନେ ହେଲା କି ଯୋଉଟା କି ଯୋଉ କହନ୍ତି ଲିଷ୍ଟ ଭ୍ୟାଲୁ ମାନେ ସବୁଠୁ କମ ରୁ ଅଧିକ ଭ୍ୟାଲୁ ଯୋଉଟା ଯାଇଥିବ, ସେ ଯୋଉ ଷ୍ଟିମ୍ ପ୍ଲଟ ଟା ଦେଖେଇଥିବ, ସେଟା କହେ ଷ୍ଟିମ୍ ଆଣ୍ଡ ଲିଫ୍ ପ୍ଲଟ। Box and whisker plot. Manner the plot diagram summarize the data by giving into 4 parts, that is box and whisker show the range and the middle. ମାନେ ରେଞ୍ଜ ଆଉ ମିଡିଆନ, ତାର ଫର୍ମୁଲା ଆମେ ଆଗକୁ ପଢିବା, ତୁମେ ଜାଣିପାରିବ ସେଟା କଣ। ଓକେ, ମୁଁ ଖାଲି ଗୋଟେ ଏକ୍ସାମ୍ପଲ ପାଇଁ ଦେଖେଇ ଦେଇଛି କି ଏଇଟା ମାନେ ଏଇ ଯୋଉ ଗ୍ରାଫ ଗୁଡା କେମିତି ଦେଖାଯାଏ। ଫାର୍ଷ୍ଟ ହେଲା ବାର ଗ୍ରାଫ। ଦେଖ ବାର ଗ୍ରାଫ ରେ ଏଠି ଦେଖ ଯୋଉ ବାର ଗୁଡାକ ହେଇଛି, ଏଠି କଣ, ଧର ଏଇଟା ହେଲା ଫର୍ଷ୍ଟ ଏ ବି ସି ଡି, ମାନେ ଧର ଏଇଟା ହେଲା ଫର୍ଷ୍ଟ ଇୟର, ସେକେଣ୍ଡ ଇୟର, ଥାର୍ଡ ଇୟର, ଫୋର୍ଥ ଇୟର। ଫର୍ଷ୍ଟ ଇୟରରେ ସିଏ 410 ନା 20 ପାଖାପାଖି ତାର ଇନକମ୍ ଥିଲା, କ୍ରୋର।
ସେମିତି ତାର 600 ଉପରକୁ ଯାଇଛି, ମାନେ ଏଠି କଣ ଶୋ କଲା କି ଫାଷ୍ଟ 3 ବର୍ଷ ଗ୍ରାଫରେ ବଢି ବଢି ଯାଇଛି, ଲାଷ୍ଟ ବର୍ଷଟାରେ କମି ଯାଇଛି, ତ ତାର ଇନକମ କମି ଯାଇଛି, ସେଟା ଆମେ ଦେଖିଲେ ବାର ଗ୍ରାଫରେ। ହିଷ୍ଟୋଗ୍ରାମ ମାନେ ଏଠି କଣ ଦେଖ, ବାର ଗ୍ରାଫରେ ଏଠି ଯୋଉ ଡିଫରେନ୍ସେସ୍ ଗୁଡାକ ଅଛି ସେଇଟା ବି ଇକ୍ୱାଲ, ମାନେ ଏ ର ଯେତିକି ଏରିଆ ନେଇଛି ତାର ଡିଫରେନ୍ସେସ୍ ବି ସେତିକି ଏରିଆ, ବି ସେତିକି ଏରିଆ, ତ ସମସ୍ତଙ୍କର ଏରିଆ ଯୋଉ ପୁରା ଇକ୍ୱାଲ। କିନ୍ତୁ ହିଷ୍ଟୋଗ୍ରାମ ରେ ସେ ସବୁ କଣ ପୁରା ଲାଗି ଲାଗିକି ଥିବ ବାର ଗୁଡାକ। ଏଟା 0 ରୁ 199 ସରିଛି, 200 ରୁ ତାପରେ 399, ସେଠି ସରିଛି 400 ରୁ 599। ଏଟା କଣ ଗୋଟେ ହିଷ୍ଟୋଗ୍ରାମ ମାନେ ସେ ଯୋଉ ବାର ଗୁଡାକ ପୁରା ଲାଗି ଲାଗିକିନା ଥିବ, ଯୋଉଟା କି କମ୍ପେୟାର କରିବା ପାଇଁ ଇଜି ହବ। ଦେନ୍ ଫ୍ରିକ୍ୱେନ୍ସି ଟେବୁଲ, ଯୋଉଟା ମୁଁ ତୁମକୁ ଏବେ ଦେଖଉଥିଲି, ଅଲରେଡି ଦେଖି ସାରିଛି। ଏମିତି ସର୍କଲ ଗ୍ରାଫ ମାନେ ଗୋଟେ ସର୍କଲ ଥିବ, ଯୋଉଟାକୁ ଆମେ ନେଇଯିବା କି ଦ୍ୟାଟ୍ ଇଜ 100%। ଆଉ ସେଥିରୁ ଆମେ ଦେଖିଲେ କି କେତେ ଅର୍ବାନ ଏରିଆରୁ ଆସୁଛନ୍ତି, କେତେ ରୁରାଲ ଏରିଆରୁ ଆସୁଛନ୍ତି, କେତେ କଣ ଯୋଉ କୋଉମାନେ ହଷ୍ଟେଲରେ ରହୁଛନ୍ତି, କୋଉମାନେ ଘରୁ ଯିବା ଆସିବା କରୁଛନ୍ତି। ତ ଏଇଟା ଗୋଟେ ସର୍କଲରେ ମୁଁ ଗୋଟେ ଜାଣିଗଲି କି ଯଦି ଗୋଟେ ସ୍କୁଲରେ 100% ପିଲା ଅଛନ୍ତି, ତା ଭିତରୁ କେତେ କେତେ ପରସେଣ୍ଟର ପିଲା କୋଉଠି ରହୁଛନ୍ତି ଆଉ କେମିତି ସ୍କୁଲକୁ ଟ୍ରାଭେଲ କରୁଛନ୍ତି। ଦେନ୍ ଲାଇନ ଗ୍ରାଫ ଦେଖ, ମୁଁ ଏଠି ଦେଖେଇଲି, ଯେମିତି କି ମୁଁ କହିଥିଲି 10 ବର୍ଷର ପ୍ରଫିଟ ଯଦି ମୁଁ ଗୋଟେ କମ୍ପାନୀର ନେବି, ତାହେଲେ ଦେଖ କୋଉ ଯୋଉ ଫର୍ଷ୍ଟ ଇୟର ଯେତେବେଳେ ଷ୍ଟାର୍ଟ ହେଇଥିଲା, ଏଇ 0 ରୁ ଷ୍ଟାର୍ଟ ହେଇଥିଲା, ସେତେବେଳେ ତାର ଇନକମ 20 ଲକ୍ଷ ପହଞ୍ଚାଇଥିଲା। ତାପରେ ଫର୍ଷ୍ଟ ଇୟର ଯେତେବେଳେ କମ୍ପ୍ଲିଟ ହେଲା, ତାପରେ ହେଲା 30, 40, 50, ଏମିତି ବଢି 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 ଗଲା। ଫୋର୍ଥ ଇୟରରେ ପୁରା ବଢିକି 80 ଲାଖ ହେଇଯାଇଥିଲା ଇନକମ। ତାପରେ ଧୀରେ ଫିଫ୍ଥରେ କମିକି 50 ହେଇଗଲା, ସିକ୍ସଥରେ କମିକି 45 ହେଇଗଲା, ତାପରେ ପୁଣି କମିକି 40 ହେଇଗଲା, ତାପରେ ପୁଣି ଟିକେ ଇନକ୍ରିଜ କରିଥିଲା 42 43 ଯାଇଥିଲା, ପୁଣି 10 ଇୟରକୁ ଡିକ୍ରିଜ କରିକି 38 ହେଇଗଲା। ତ ଏଇ ଯୋଉ ଲାଇନ ଗ୍ରାଫରେ କଣ ଶୋ କଲା, କେତେ ମାନେ 4 ବର୍ଷ ଯାଏ ପୁରା ଇନକମ ବଢି ବଢି ଯାଇଥିଲା, ତାପରେ ପୁଣି କମିଗଲା। 8 ବର୍ଷରେ ଟିକେ 2 ଲକ୍ଷ ପ୍ରଫିଟ ହେଇଥିଲା, ପୁଣି ସେ 10 ବର୍ଷ ବେଳକୁ କମିଗଲା। ତ ଏଇଟା କଣ ଶୋ କଲା, ଏଇଟା ଶୋ କଲା କି ମାନେ ମାନେ ମୁଁ ଏଇଟା ଦେଖିକି କହିଦେବି କି ଗୋଟେ କମ୍ପାନୀର ଇନକମ ପ୍ରଫିଟ କେତେ ହଉଛି, ମାନେ ସେ 10 ବର୍ଷ ଭିତରେ କେମିତି କଣ ତାର ଷ୍ଟେଜେସ୍ ଦେଇକି ଯାଇଛି। ଦେନ୍ ଷ୍ଟିମ୍ ଷ୍ଟିମ୍ ଆଣ୍ଡ ଲିପ୍ ପ୍ଲଟ୍ ମାନେ ହେଲା, ଷ୍ଟିମ୍ ମାନେ ହେଲା ଯେମିତି କି ଏଠି ଯୋଉ ସାଇଡରେ ଯୋଉ ଯେମିତି ନମ୍ବର ଦେଇଛି, ସେମିତି ମୁଁ ନମ୍ବର ଦେଲି, କିନ୍ତୁ ଏଇଟା କଣ ଲାଇନ ଗ୍ରାଫରେ ଏଇଟା ଯୋଉ ଗ୍ରାଫ ହେଇଛି, ତାର ଓଲଟା ଗ୍ରାଫ ଯେତେବେଳେ ଆମେ କରିବା ସେଟା ହେଲା ଷ୍ଟିମ୍। ଦେଖ ଏଠି ଯେତେବେଳେ ମୁଁ ହିଷ୍ଟୋଗ୍ରାମ ବାର ଗ୍ରାଫ ସବୁ କରୁଥିଲି, ଏମାନଙ୍କର ଲାଇନ ଏକ୍ସ ଆକ୍ସିସ୍ ୱାଇ ଆକ୍ସିସ୍ କେମିତି ଥିଲା, ଏଠି ମତେ ଦେଖ ମୋର ଓଲଟା ଏକ୍ସ ଆକ୍ସିସ୍ ୱାଇ ଆକ୍ସିସ୍। ଏପଟ ସାଇଡରେ ଯୋଉଟା ରହିଲା ତାକୁ ଷ୍ଟିମ୍ କହିବା, ଏପଟ ସାଇଡରେ ଯୋଉଟା ରହିଲା ତାକୁ କହିବା ଲିଭ୍। ତ ଏଠି କଣ ହେଲା, 6ଟା ନମ୍ବର ରହିଲା, 1 2 3 4 5 6, 6 ରହିଗଲା। ଆଉ ଏଠି ସେଇ ଯୋଉ 6ଟା ଏଠି ରହିଗଲା, ଯେତିକିଟା ନମ୍ବର୍ସ ଗୁଡାକ ଅଛି ସେଗୁଡାକ ରହିଗଲା। ତ ତାକୁ ଆମେ କେମିତି କାଲକୁଲେଟ କରିବା, ସେଇଟାକୁ ଏଇ ଯୋଉ ନମ୍ବର ସବୁ ରହିଲା ତାକୁ ପ୍ଲସ୍ କରିକି ଦେଖିବା କି କେତେ ହଉଛି, ତାପରେ ସେଇଟାକୁ ଏଠି ପୁଟ୍ କରିକିନା ସେତିକିଟା ଇଏ ବୋଲି କାଲକୁଲେଟ କରିବା। ଲାଇନ ପ୍ଲଟ ହେଲା, ଏ ଗୋଟେ ବର୍ଷ 2 ବର୍ଷ, 2 ବର୍ଷରେ କେତେ ଥର, 3 ବର୍ଷରେ କେତେ ଥର, ମୁଁ ଟିକେ ଏକ୍ସ ମାର୍କ ଦେଇକି ସେ ଲାଇନ କୁ ଡ୍ର କରିକି ସେ ଲାଇନ ରେ ମୁଁ ଶୋ କରିଦେଲି କେତେ କଣ ତାର ଫ୍ରିକ୍ୱେନ୍ସି ରହିଛି। ବସ୍ କାଣ୍ଡ ହୁଇସ୍କର ପ୍ଲଟ, ସେ ସେମିତି ଗୋଟେ ବକ୍ସ ରହିବ, ଆଉ ଯୋଉଠୁ ଯୋଉ ଯାଏ, ମାନେ ଧର 30 ରୁ 60 ଯୋଉ ଇନକମ ଅଛି, ସେଇଟା କଣ ଏଇ 2 3 ବର୍ଷ ଭିତରେ ଅଛି, ତ ସେଇ ଯୋଉ ପୁରା ପିଚ୍ ରେ ଥିଲା ଯୋଉ ଟାଇପ ରେ ବିଜନେସ, ସେଇ ସେତିକି ମୁଁ ବକ୍ସ ରେ ଦେଖିଛି। ତାପରେ ବିଜନେସ ଯେତେ ନର୍ମାଲ ହେଇଗଲା, ତାପରେ ଲାଇନ ଗୋଟେ ଦେଖିଛି, ସେଟା ହେଲା ବକ୍ସ, ସେଟା ହେଲା ହୁଇସ୍କର ପ୍ଲଟ। ଗୋଟେ କ୍ୱେଶ୍ଚିନ୍ ଏମିତି କି ଗୋଟେ ଫ୍ରିକ୍ୱେନ୍ସି ଦେଖ, ମୁଁ କ୍ଲାସ ଇଣ୍ଟରଭାଲ ଦେଇଦେଇଛି, ତାର ଫ୍ରିକ୍ୱେନ୍ସି ଦେଇଦେଇଛି, ଆମେ ଏଠି କେମିତି ତାକୁ ପୁଟ୍ କରିବା, କେମିତି ତାକୁ କାଲକୁଲେଟ କରିପାରିବା, ଫାର୍ଷ୍ଟ ଦେଖିବା। ଏକ୍ସ ଆକ୍ସିସ୍ ୱାଇ ଆକ୍ସିସ୍ ତମେ ଜାଣିଥିବ, ଦେଖେଇଲେ କି ଧର ଆମେ ଆଜ୍ୟୁମ କଲେ କି 0 ରୁ 10 ରୁ ଆମେ କରିବା ହେଲା। ମାନେ ମୁଁ କେମିତି କ୍ଲାसेସରେ ଇଣ୍ଟରଭାଲ କରିଛି, କ୍ଲାସ ଇଣ୍ଟରଭାଲ ଦେଇଗଲା 0 10 10 20 20 30, ଏଟା ହେଲା ଏକ୍ସକ୍ଲୁସିଭ। 9 to 100 ହେଇଗଲା। ଦେଖ ମିଡ୍ ପଏଣ୍ଟ କେମିତି କାଢିବି, ମୁଁ ଯେମିତି କହିଥିଲି ଷ୍ଟାର୍ଟିଂ ଆଉ ମେନ୍, ମାନେ ଫାର୍ଷ୍ଟ ଷ୍ଟାର୍ଟ ଟା ଲାଷ୍ଟ ଏଣ୍ଡ ଟା। 0 + 10 divided by 2, 10 + 20 divided by 2, 20 + 30 divided by 2, 30 + 40 divided by 2, ସବୁର ଏମିତି ଲାଷ୍ଟ ଆଉ ଫର୍ଷ୍ଟ କୁ ପ୍ଲସ୍ କରି ଡିଭାଇଡେଡ୍ ବାଇ 2 କଲେ ଯେତିକି ଯୋଉ ସବୁ ନମ୍ବର୍ସ ଗୁଡା ରହିଲା, ସେଗୁଡାକ କଣ ମିଡ୍ ପଏଣ୍ଟ ହେଲା। ଫ୍ରିକ୍ୱେନ୍ସି ବାରମ୍ବାରତା କାର କେତେ ରହିଛି, ଯେମିତି ଏଇ କ୍ୱେଶ୍ଚିନରେ ଦେଖ ଏଠି 0 to 10 ନାହିଁ, କିନ୍ତୁ ମୁଁ ଏଠି 0 to 10 ଲେଖିଛି, କାହିଁକିନା ସେଠି ଗୋଟେ କଣ ହେଲା, ମୁଁ ଡାଇରେକ୍ଟ କ୍ୱେଶ୍ଚିନ୍ କେମିତି 10 ରୁ ଷ୍ଟାର୍ଟ କରିବି, 0 to 10 ମତେ ପକେଇବାକୁ ପଡିବ। ମୁଁ ଜାଣିଛି ତାର ଫ୍ରିକ୍ୱେନ୍ସି କିଛି ନାହିଁ 0, କିନ୍ତୁ ମତେ ସେଟାକୁ ପୁଟ୍ କରିବାକୁ ପଡିବ ହେଲା। ସଇଲା। ଦେନ୍ ମୁଁ ତାକୁ ଗ୍ରାଫରେ କେମିତି ଶୋ କଲି, ଫ୍ରିକ୍ୱେନ୍ସି ଦେଖିଲି, ଏଠି ଦେଖ 0 to 10 କିଛି ନାହିଁ 0, ଦେଖ ପୁରା ଏଟା ପୁରା 0 ରେ ହିଁ ଅଛି। ଦେନ୍ 10 to 24
फोर नंबर अच्छी बी 4 पॉइंट सेमती तो 20 ରୁ 30 ହେଲା 6 ଦେଖ ଏଠି 6 ନମ୍ବରରେ ଥିବ ଏଇଠି ସେମତି ଯାହାର ଯେତିକିଟା ନମ୍ବର ଅଛି ସେମିତି ମୁଁ ତାର ଲାଇନ ଶୋ କଲି ତ ଏଇଟା କଣ ହେଲା ଗୋଟେ ଲାଇନ ଗ୍ରାଫ ହେଇଗଲା ଯେ ଦେଖ ତ ମିଡ ପଏଣ୍ଟ ଅଫ ଦ ଫ୍ରିକ୍ୱେନ୍ସି ଭ୍ୟାଲୁ ମାନେ ମିଡ ପଏଣ୍ଟ ହିଁ ମୁଁ ନେଇଛି ଯେମିତି ଆର ହେଲା 5 ଆର ହେଲା 15 25 35 45 ତ ଏଇଟା ତାର ମିଡ ପଏଣ୍ଟ ଆଣ୍ଡ ଦ ଫ୍ରିକ୍ୱେନ୍ସି value of the above table and plot areas like a first जोटा अच्छी that is 5 to 0 b जोटा अच्छी सेटा ହେଲା 15 to 4 ସେମିତି 25 to 6 ତାର ସବୁ frequency then ତାର mid point to obtain the frequency polygon a b c d e f g h I j draw the line segment that is a b ହେଲା ଗୋଟେ line b c d d e e f g h एच आई जे से सब कौन है सब डॉट को मतलब कनेक्ट कर देली एटा गोटे लाइन मते स्लो शो कला then diagram statistics perform an important function by presenting a complex mass of the data in a simple way that makes it easier to understand classification and tabulation are two techniques for presenting the data in an understandable form. However, as the volume of the data increases, it becomes increasingly inconvenient to understand even after classification and a tabulation. Thus, the data is presented in the form diagram and the graphs to enable the comparison of the various situation and to understand the various patterns in the data at a glance. A diagram is a visual presentation of statistical data to highlight the basic facts and the relationship inherent in data, and as a diagram attracts to the attention of the viewers and helps to easy grasp the information. It is appreciated by everyone. The diagram ଯେମିତି ଆମର ଦେଖି ସାରିଛୁ already the diagram ଖାଲି ଦିଟା ଟେକ୍ନିକ ୟୁଜ କରିବା ଗୋଟେ ହେଲା କ୍ଲାସିଫିକେସନ ଗୋଟେ ଟେବୁଲେସନ ଯୋଉଟା କି ଆମେ ଯଦି ଆମର ଡାଟାଟା ଇନକ୍ରିଜ ଭଲ୍ୟୁମ ତାର ଇନକ୍ରିଜ ହେଇଯିବ ତ ତାକୁ ଆମେ ଇନକମିନିଏଣ୍ଟ ଆମ ପାଇଁ ହେଇଯିବ ଆମେ ତାକୁ ବୁଝିବା ପାଇଁ ଧର 200 ପେଜର ଡାଟା ଥିବ ମୁଁ ତାକୁ ଇନକମିନିଏଣ୍ଟ ହେଇଯିବ ତ ତାକୁ ମତେ ଇଜି ୱେରେ ପ୍ରେଜେଣ୍ଟ କରିବା ପାଇଁ ଆଇ ହାଭ୍ ଟୁ ୟୁଜ ଦ ଡାଇଗ୍ରାମ ଓନଲି ଦେନ୍ types of diagram ହେଲା one dimensional two dimensional three dimensional and photogram and cartogram. One dimensional ରହିଲା simple bar diagram, multi bar diagram, subdivided bar diagram, percentage bar diagram, broken scale bar diagram and a deviation bar diagram. କିନ୍ତୁ two dimensional ରହିଲା rectangle, square, circle and pie diagrams. Three dimensional cubes and cylinders and blocks. And photogram or cartogram ଯୋଉଟା ରହିଲା it's only the type of diagram, there is no other stop points for the pictogram and cartogram. Okay, then types of one dimensional diagram এটা ବହୁତ ସର୍ଟ ରେ ମୁଁ ବୁଝେଇ ଦେଇଛି କାରଣ ଏଇଟା ଏତେ ବି ଡିଫିକଲ୍ଟ ନୁହଁ one ଲାଇନ ରେ ତମେ ପଢିଲେ ବୁଝିଯିବ for one dimensional ଥିଲା ଆମର କେତେ 6 types ଦେଖ ଏଠି 6 types ଅଛି simple multi bar subdivided bar percentage bar broken scale deviation bar. First, the simple bar compares of a group of rectangular bars of equal width for each classes. Simple bar ମାନେ ସବୁର equal width ରହିବ. Multiple bar diagram ମାନେ it used when the comparison is to be made between two or more variables. ଯଦି ଦିଟାରୁ more variable ମାନେ ମତେ compare କରିବାର ଅଛି ତାହେଲେ ମୁଁ ଯୋଉ diagram use କରିବି ସେଟା ହେଲା multi bar diagram. Then subdivided bar diagram when a bar related to each phenomenon is divided into various components and each component occupies a part of bar proportional to its share in the total. Then percentage bar diagram a type of subdivided bar diagram which represents the percentage of total of for each component instead of their magnitude. The sub divided bar diagram ମାନେ ଗୋଟେ diagram ମୁଁ draw କଲି ତାକୁ ସବ୍ ଡିଭାଇଡ୍ କରିଦେଲି ତାର ଇଚ୍ କମ୍ପୋନେଣ୍ଟ ପାଇଁ ଇଚ୍ ବାର କୁ ପ୍ରେଜେଣ୍ଟ କରିଦେଲି କିନ୍ତୁ ପରସେଣ୍ଟେଜ ବାର ଡାଇଗ୍ରାମ ମାନେ ମୁଁ ଯୋଉ ତାର ବାର ଡାଇଗ୍ରାମ କୁ କରିଛି ଟୋଟାଲ କମ୍ପୋନେଣ୍ଟ କୁ ନେଇକି କରିଛି ତାର କେତେ ପରସେଣ୍ଟେଜ ହଉଛି ସେଇଟାକୁ ସେ ଶୋ କରିବ broken scale bar diagram ମାନେ used when the value of some variables is very high and or low as compared to others. ଯଦି ଗୋଟେ କୋଉ କାହାର ଭ୍ୟାଲୁ ବହୁତ କମ ରହୁଛି କି ବହୁତ ହାଇ ରହୁଛି ତାହେଲେ ମତେ ସେ ଯୋଉ broken scale bar diagram କୁ ୟୁଜ କରିବାକୁ ପଡିବ. And deviation bar diagram is used for presenting net charges in data like net profit, net loss, and net exports, etc.
जदि आम नेट प्रॉफिट और नेट लॉस को कैलकुलेट करार अच्छी हमको डेविएशन बार ट्राई को प्रेजेंट करा पड़े। फर्स्ट यूनिट सरीगला, यहाँ सेकेंड यूनिट स्टार्ट है। सेकेंड यूनिट आम आज पढ़ा नहीं, नेक्स्ट क्लास टू आम सेकेंड यूनिट पढ़ा। फर्स्ट यूनिट ये सरीगला। फर्स्ट यूनिट खाली थ्योरी पार्ट थिला, किछि नथिला। एबे यूनिट 2 रो हमर स्टार्ट हो मेजर ऑफ सेंटर टेंडेंसी, मेजर्स ऑफ डिस्पर्शन, रेंज, मीडियन मोड सब हम सेटा पढ़िबा। तो यूनिट 2 रे मिड मीडियन मोड अछि। पूरा प्रैक्टिकल यूडू स्टार्ट हबो काल नेक्स्ट क्लास टू। तो यूनिट 1 एटी सरीगला, जेतिक हमर थ्योरी पार्ट गुडाक थिला। एबे यूनिट 2 रे हमर प्रॉब्लम पार्ट रहला, सेटा हमर नेक्स्ट क्लास टू डिस्कशन करिबा, मेजर्स ऑफ सेंट्रल टेंडेंसी एंड मेजर्स ऑफ डिस्पर्शन। ओके, thank you students for the joining my class. Okay.